Sir, I love to teach students. ମାନେ ତମେ କହିବା କଥା ତମେ 2 ବର୍ଷ ଏମିତିରେ ବଞ୍ଚେଇଦେଲ। ଶାଶ୍ୱତ has shown maturity beyond of his age। Sir, ମୁଁ ବିଦ୍ୟାସାଗର କ୍ଲାସେସ୍ ରେଜଲ୍ଟ କରି ଆସୁଛି। ଯେ ବହୁତ ଗୁଡ଼େ ପ୍ଲାଟଫର୍ମ ପଢ଼େଇ ଦିଅନ୍ତି କିନ୍ତୁ ପଢ଼ା ଆଦାୟ କଲାବେଳେ ମେଜରିଟି ଅଫ୍ ଦ ପ୍ଲାଟଫର୍ମ ଫେଲ୍ଡ। ବୀରେଶ୍ୱର ସାର୍ଙ୍କୁ କେମିଷ୍ଟ୍ରି କୋଶ୍ଚିନ୍ ସେଟର କହିଲେ ବି ଅତ୍ୟୁକ୍ତି ହେବ। ତ କ'ଣ ଗୋଟେ ମାଇଣ୍ଡ ସେଟ୍ ରଖିଲେ ଗୋଟେ ପିଲା କାହିଁକିନା 1 ଇୟର ଇଜ୍ ଏ ଲଙ୍ଗ ଡିଷ୍ଟାନ୍ସ ଲର୍ଣ୍ଣିଂ। ଫାର୍ଷ୍ଟ ଟାର୍ଗେଟ, ତାପରେ ଡିସିପ୍ଲିନ୍, ତାପରେ କନସିଷ୍ଟେନ୍ସି, ତାପରେ ପ୍ରାକ୍ଟିସ୍, ତାପରେ ମକ୍ ଆନାଲିସିସ୍। ସେଇଟା ମକ୍ ଆନାଲିସିସ୍ ସବୁଠୁ ବେଷ୍ଟ। So hello everybody, very good afternoon to all of you, those who are watching Vidyasagar YouTube channel. So Vidyasagar YouTube channel welcomes all of you to a brand new podcast episode of the successful students in the recent past in Vidyasagar classes. तो आज विद्यासागर क्लासेस बहुत बहुत प्राउड जे तार এই পডকাস্টরে বিদ্যাসাগরর জনে বহুত মেধাবী ছাত্র মিস্টার শাশ্বত সুমন দাস ফ্রম বারিপদা এটি প্রেজেন্ট অଛନ୍ତି সুদূর ময়ূরভঞ্জରୁ ସେ ଆଜି ଅଲ୍ ଦ ୱେ ଏକୁଟିଆ ଆସିଛନ୍ତି କାରଣ ତାଙ୍କର ପ୍ୟାରେଣ୍ଟସ୍ ବି ଆସିବା କଥା। ଆଜ୍ ବୋଥ୍ ଅଫ୍ ଦେମ୍ ଆର୍ ୱାର୍କିଂ, ଦେ ଆର୍ ଅନଏବଲ୍ ଟୁ ଟର୍ନ ଅପ୍। କିନ୍ତୁ ଶାଶ୍ୱତ ଏଇ କମ୍ ବୟସରେ ବି ସେ ତାଙ୍କର ଏକା ଆସିଛନ୍ତି ଏଇ ପଡକାଷ୍ଟ ଦେବା ପାଇଁ। ତାଙ୍କର ଅନୁଭୂତି ଆପଣଙ୍କ ସମ୍ମୁଖରେ ରଖିବେ, ଆମେ ତାଙ୍କ ସହିତ ଏଇ ପଡକାଷ୍ଟ ଆଗେଇବା। କିନ୍ତୁ ତା ପୂର୍ବରୁ ଆଇ ଅଲସୋ ଉଡ୍ ଲଭ୍ ଟୁ ଇଣ୍ଟ୍ରୋଡ୍ୟୁସ୍ ମିଷ୍ଟର ବୀରେଶ୍ୱର ମିଶ୍ର, one of the jewels of Vidyasagar classes and heartbeat of so many NEET, OUT, BSc nursing students। ସେ ମଧ୍ୟ ଆମ ଗହଣରେ ଅଛନ୍ତି ଏ ଯୋଉ ପଡକାଷ୍ଟକୁ ଆହୁରି ଚାରି ଚାନ୍ଦ ଲଗେଇବା ପାଇଁ। ସାର୍ ଆପଣଙ୍କୁ ବହୁତ ବହୁତ ୱେଲକମ୍। ତ ଶାଶ୍ୱତ, Yes, sir. ତ ତମେ OUT ବି ପାଇଥିଲ ତା ସହିତ NCT ବି ପାଇଲ, Yes. କିନ୍ତୁ ଫାଇନାଲି ଏଣ୍ଡ ଅଫ୍ ଗେଟିଂ ଆଡମିଟେଡ୍ ଇନ୍ NCT। ତ OUT ଚଏସ୍ ନ କରିକି NCT ଚଏସ୍ କରିବା ଭିତରେ କିଛି ରହିଛି କି ଲଜିକ୍? Yes, sir. ହୁଁ। ସାର୍ OUTଟାରେ 4 ବର୍ଷରେ BScଟା ଖାଲି କମ୍ପ୍ଲିଟ୍ ହେଇଥାନ୍ତା। ହଁ। ଏଠାରେ BSc BEd ବୋଥ୍ 4 ବର୍ଷରେ କମ୍ପ୍ଲିଟ୍ ହେଇଯିବ। ସେଇଟା ପାଇଁ ମୋ ନିଜ ପ୍ରିଫରେନ୍ସ ଆଉ ଘର ପ୍ରିଫରେନ୍ସରେ ମୁଁ ଏଇଟା ଚୁଜ୍ କଲି। ମାନେ ତମେ କହିବା କଥା ତମେ 2 ବର୍ଷ ଏମିତିରେ ବଞ୍ଚେଇଦେଲ, କାରଣ ସେଠି କରିକି ତମେ ଯଦି ପୁଣି ଥରେ ବି ବିଏଡ୍ କରିବାକୁ ମନସ୍ଥ କରିଥାନ୍ତା ଆହୁରି 2 ବର୍ଷ Yes, sir. ଆଇଦର ଗଭର୍ଣ୍ଣମେଣ୍ଟ ବିଏଡ୍ ହଉ ବା ଆନ୍ଧ୍ର ବିଏଡ୍ କରିବାକୁ ପଡିଥାନ୍ତା, ଏମିତିରେ ହେଇଗଲା। ତ ଆମେ ସମସ୍ତେ ଜାଣିଛୁ ଟିଚିଂ ଇଜ୍ ୱାନ୍ ଅଫ୍ ଦ ମାନେ ନୋବେଲେଷ୍ଟ ଅଫ୍ ପ୍ରଫେସନ୍। ଆଉ ତମର ଅନରେବୁଲ ଫାଦର ଆଉ ତମର ରେସପେକ୍ଟେଡ ମଦର ମଧ୍ୟ ଏଇ ପ୍ରଫେସନ୍ ଅଛନ୍ତି। ତମ ମାମା ଲେକ୍ଚରର ଅଛନ୍ତି, ଫାଦର ମଧ୍ୟ ଶିକ୍ଷାଦାନ କରୁଛନ୍ତି, ଟିଚର ବି ଅଛନ୍ତି। ତ ସେଇଟା ଗୋଟେ ମୋଟିଭେସନ ଥିଲା ନା ଆଉ କିଛି ବି ଥିଲା ଯେ ନାଇଁ why you choose this profession? ବିକଜ ସାର୍ ମୋତେ ପିସ୍ ଦରକାର। ଓକେ। ପିସ୍ ସାର୍, ଆଇ ଲଭ୍ ଟୁ ଟିଚ୍ ଷ୍ଟୁଡେଣ୍ଟ। ହଁ। ମୁଁ ଗାଇଡ୍ ବି କରୁଛି, ମୋ ସାନ ଭାଇକୁ ଟୋଟାଲି ଗାଇଡ୍ କରେ। ମୁଁ ସେ ଟ୍ୟୁସନ୍ ଯାଏ, ହୁଁ। ହେଲେ ବି ଘରେ ମୁଁ ତାକୁ ଗାଇଡ୍ କରେ ଟିକେ ଟିକେ। ଆଉ ହଉଛି ସମସ୍ତ ଗାଇଡ୍ ମେଣ୍ଟରସିପ୍ରେ ମୋତେ ଟିକେ ଭଲ ଲାଗେ। ବହୁତ ବଢିଆ। ତ ଏତେ କମ ବର୍ଷରୁ ଯୋଉ ବୟସରେ ଆମର ଦେଖାଯାଏ ସାଧାରଣତଃ ଷ୍ଟୁଡେଣ୍ଟ ମାନେ ସେମାନେ ନିଜେ ମାନେ ଚାହାନ୍ତି ଯେ ଆମକୁ କିଏ ଗାଇଡ୍ କରୁ। ଶାଶ୍ୱତ has shown maturity beyond of his age, ଯୋଉଟା ଗୋଟେ ମାନେ ଆମ ପାଇଁ ବିଦ୍ୟାସାଗର କ୍ଲାସେସର ଏଇଟା ଗୋଟେ ମାନେ ଶିକ୍ଷାଦାନର ମୁଁ ନିଶ୍ଚୟ ଆର ସମ୍ପୂର୍ଣ୍ଣ ଶ୍ରେୟ ଆମର ଯୋଉ ଫାକଲ୍ଟି ମାନଙ୍କୁ ଦେବି। ସେମାନେ they have instilled so much confidence in the students like Shashwat that they not only become successful, they also become mentor and guide to so many of their siblings like what Shashwat is doing to his younger brother। ତ ଶାଶ୍ୱତ ଆଉ ଗୋଟେ ଜିନିଷ, ତମେ ତ ଗୋଟେ ବର୍ଷ ନିହାତି ଡ୍ରପ୍ ନେଇଥିବ, ୟେସ୍ ସାର୍। ତ ତମେ ଏଇ ଯୋଉ ବିଦ୍ୟାସାଗରକୁ NCT ଆଉ OUT ପ୍ରିପାରେସନ ପାଇଁ କାହିଁକି ଚୁଜ୍ କଲ? କାରଣ ମାର୍କେଟରେ ତ ଏମିତି ବହୁତ ଗୁଡାଏ ପ୍ଲାଟଫର୍ମ ବି ଅଛି। ସାର୍ ମାନେ ବିଦ୍ୟାସାଗର କ୍ଲାସେସ୍ ରେଜଲ୍ଟ କରି ଆସୁଛି ହୁଁ ହୁଁ ବର୍ଷକୁ ବର୍ଷ। ଆର ବର୍ଷ ଦେଖିଥିଲି, ହୁଁ ଆର ବର୍ଷ ସହିତ ମୁଁ ଜାଣିନଥିଲି NCT କ'ଣ ଆଉ ହୁଁ ହୁଁ OUTଟା ଦେଇଥିଲି ସେ ହୁଁ ବିଦ୍ୟାସାଗରକୁ ପ୍ରିଫରେନ୍ସ କରିକି। ହୁଁ। ତାପରେ ଦେଖୁଛି ରେଜଲ୍ଟ, ଆର ବର୍ଷ ରେଜଲ୍ଟ ଦେଖିଲି ତ ଏ ବର୍ଷ ଟୋଟାଲି ପୁରା ଡିପେଣ୍ଡ OUT ଆଉ NCT ଟୋଟାଲି ଡିପେଣ୍ଡ ହେଇଯାଇଥିଲି ବିଦ୍ୟାସାଗର ଉପରେ। ତ ବିଦ୍ୟାସାଗର କ୍ଲାସେସର ତମର କ'ଣ ଅନୁଭୂତି ଥିଲା? ତମେ ଅନଲାଇନ କରୁଥିଲ ନା ଅଫଲାଇନ? ସାର୍ ଅନଲାଇନ୍। ଘରେ ରହିକି କରୁଥିଲ, ହଁ ଯେହେତୁ ଏତେ ବାଟ ଡିଷ୍ଟାନ୍ସ ଇଏ ସବୁ ରହିଲା। ସାର୍, କେମିଷ୍ଟ୍ରି ପାଇଁ ମୁଁ ପୁରା ଡିପେଣ୍ଡ ଥିଲି ବୀରେଶ୍ୱର ସାର୍ ଉପରେ। ଓକେ। ଆଉ ବାୟୋଲୋଜିର କନସେପ୍ଟ ୟୁଧିଷ୍ଠିର ସାର୍, ହୁଁ ଆଉ କ୍ୱେଶ୍ଚନ ପ୍ରାକ୍ଟିସ୍ ସଞ୍ଜନା ମ୍ୟାଡମ୍, ହୁଁ ହୁଁ। ଆଉ ବଟନୀ ହେଲା ସୂର୍ଯ୍ୟକାନ୍ତ ସାର୍, ଭେରି ଗୁଡ୍। ଆଉ ଟିଚିଂ ଏପ୍ଟିଟ୍ୟୁଡ ଶୁଭକାନ୍ତ ସାର୍। ହଁ ଆଉ ସେଗୁଡା ଆଉ ମୋର କିଛି ଟିଚର ଅଛନ୍ତି ଯୋଉ ହଁ ହଁ। 10 କ୍ଲାସ ସ୍କୁଲ ଟିଚର, ସେମାନେ ତାଙ୍କଠୁ କିଛି ଆଇଡିଆ ଜେନେରାଲ ନଲେଜ ସେ ସବୁ ଆଣିକି ପଢୁ। ତ ଗୋଟେ ମାନେ ତମର ବିଦ୍ୟାସାଗରର ଯୋଉ ଅନୁଭୂତି ଏ ଟିଚିଂ ର, ଏଇଟା ଗୋଟେ ତମକୁ ହାଇ କ୍ଲାସ ଟିଚିଂ ର ଗୋଟେ ଅନୁଭୂତି Yes, ଦେଇଥିଲା। sir. ତ ସାର୍ ମାନେ ଫ୍ରେଣ୍ଡଲି ଥିଲେ। ସବୁଠୁ ବଡ ମାନେ ବହୁତ ଗୁଡା ପ୍ଲାଟଫର୍ମରେ ମୁଁ ଦେଖି ଆସିଛି ଯେ ବହୁତ ଗୁଡା ପ୍ଲାଟଫର୍ମ ପଢେଇ ଦିଅନ୍ତି କିନ୍ତୁ ପଢା ଆଦାୟ କଲାବେଳେ ମେଜରିଟି ଅଫ ଦ ପ୍ଲାଟଫର୍ମ ଫେଲ୍ଡ। ତ ବିଦ୍ୟାସାଗର ଯୋଉ MCQ କରିବା ବା ଯୋଉ କ୍ୱେଶ୍ଚିନ୍ ଆନ୍ସର କରିବାର ଯୋଉ ଇଏ ଜିନିଷଟା, ସେଟା ତମକୁ କେମିତି ହେଲ୍ପଫୁଲ ହେଇଥିଲା?
ବହୁତ ହେଲ୍ପଫୁଲ୍ ହେଇଥିଲା। କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବା ଏଇ ଯୋଉ ଚାଲିଥିଲା ଆମର OUET ର ପ୍ରଳୟ ସିରିଜ୍ ପୁରା NCET ରେ ଯୋଉ ମାରାଥନ୍ ଚାଲିଥିଲା ସେଗୁଡା ମୁଁ ସବୁ ଆଟେଣ୍ଡ କରିଥିଲି। ଭେରି ଗୁଡ୍। ଏ ଯୋଉ ମାରାଥନ ଯୋଉ ହେଇଥିଲା ସେଇଟା ବି ବହୁତ ଲାଭ ହେଇଥିଲା। କେମିଷ୍ଟ୍ରି ତ ସ୍ପେଶାଲି ବହୁତ ସେଠୁ ପ୍ରାୟ ଆସିଥିଲା କ୍ୱେଶ୍ଚନ୍। ତ ମାନେ ଆମର ବୀରେଶ୍ୱର ସାର୍ଙ୍କୁ କେମିଷ୍ଟ୍ରି କ୍ୱେଶ୍ଚନ୍ ସେଟର କହିଲେ ବି ଅତ୍ୟୁକ୍ତି ହବନି। ତ ଥ୍ୟାଙ୍କ ୟୁ ସାର୍। ତାପରେ ଆଉ ଗୋଟେ ମୁଁ ଚାହିଁବି ଏ ଯୋଉ ସଫଳର ମାନସିକତା, ବହୁତ ଷ୍ଟୁଡେଣ୍ଟ ପଡକାଷ୍ଟରେ ଏମିତି କମେଣ୍ଟସ୍ ବି ଦଉଛନ୍ତି ସାର୍ କାରଣ ସଫଳତାର ଗୋଟେ ମାନସିକତା ଅଛି। ତ କଣ ଗୋଟେ ମାଇଣ୍ଡ ସେଟ୍ ରଖିଲେ ଗୋଟେ ପିଲା, କାହିଁକି ନା 1 year ଇଜ ଏ ଲଙ୍ଗ ଡିଷ୍ଟାନ୍ସ ଜର୍ଣ୍ଣି, ତ ଦେयर ଆର୍ ଟାଇମ୍ସ ହ୍ୱେନ୍ ୱାନ୍ ମାଇଟ୍ ଫିଲ୍ ଡିମୋରାଲାଇଜ୍, ଡିମୋଟିଭେଟେଡ୍, ଡିପ୍ରେସ୍ଡ, କିନ୍ତୁ ତମେ ସେସବୁ ଖାତିର ନ କରିକି ଦିଦିଟା କ୍ୱାଲିଫାଏ କଲ, ତ ସେ ସଫଳ ଷ୍ଟୁଡେଣ୍ଟର ମାନସିକତାରେ ଆମର ଟିକେ ସାର୍ ମୁଁ ବହୁତ ଡିମୋଟିଭେଟ୍ ଘରେ ମୋ ପ୍ୟାରେଣ୍ଟସ୍ ଆଉ ମାଇ ଗ୍ରାଣ୍ଡ ମଦର ଆଉ ଟିଚର ସେମାନେ ବହୁତ ମତେ ମୋଟିଭେଟ୍ କରନ୍ତି, ତୁ କର ଆମେ ତ ପଛରେ ଅଛୁ। ସେଟା ପାଇଁ ମୁଁ ଆଗେଇ ଆସିଛି। ଏଇଟା ଗୋଟେ ବହୁତ ମାନେ ପତେ କି ବାତ କହିଲେ ଶାଶ୍ୱତ, ଯେ ଯୋଉମାନେ ଆମେ ଗାର୍ଡିଆନ ଫିଗର, ସୋ କଲ୍ଡ ଗାର୍ଡିଆନ ଫିଗର ଅଛୁ, ସେ ନିଜର ମା ହେଇପାରନ୍ତି ବା ବୟସ୍କ ଯଦି ଗ୍ରାଣ୍ଡ ଫାଦର ରୋଲକୁ ବି ଆସିଗଲେଣି, ସେମାନେ ବି ଯଦି ଭିଡିଓ ଦେଖୁଛନ୍ତି ବା ଫାଦର ଦେଖୁଛନ୍ତି ଫର ଦାଟ ମ୍ୟାଟର, ଏଇଟା ଗୋଟେ ଦେଖନ୍ତୁ, ଆମେ ଯେତେବେଳେ ଆମର ଛୁଆ ଫିଲ୍ କରୁଛି ଏଲୋନ୍, ଫ୍ୟାମିଲି ହଉଛି ବିଗେଷ୍ଟ ଆଲାଇ, ବିଗେଷ୍ଟ ସପୋର୍ଟ ବେସ୍, ସପୋର୍ଟ ସିଷ୍ଟମ। ତ ଆମେ ଯଦି ଛୁଆକୁ ଏଇ ସପୋର୍ଟଟା ଦବା ଯେ ଇରେସ୍ପେକ୍ଟିଭ ଅଫ ସକ୍ସେସ୍ ଅର ଫେଲିୟର ଆମେ ତ ପଛରେ ଅଛୁ, ତୁ ଭାଙ୍ଗି ପଡନା, ଏଇ ଯୋଉ କଥା ପଦକ will help that student to get what ଶାଶ୍ୱତ has achieved। କାରଣ ଆମେ ସମସ୍ତେ ଆମର ଯୋଉ ୱାର୍ଡସ୍ ବା ଆମର ଯୋଉ ଚିଲଡ୍ରେନ୍ ଅଛନ୍ତି ତାଙ୍କୁ ଆମେ ଏଇ ଯୋଉ ମୋରାଲ ସପୋର୍ଟଟା ଯଦି ଦବା, they will end up getting as successful as what ଶାଶ୍ୱତ did। ତ ବର୍ତ୍ତମାନ ମୁଁ ବୀରେଶ୍ୱର ସାର୍ଙ୍କୁ ରିକ୍ୱେଷ୍ଟ କରିବି, ଆଉ କେତେ ଗୁଡାଏ ପଏଣ୍ଟସ୍ ରହିଗଲା, ତ ସେ ସବୁ ପଏଣ୍ଟକୁ ମଧ୍ୟ ସେ ପୁଙ୍ଖାନୁପୁଙ୍ଖ ଭାବେ ଶାଶ୍ୱତଙ୍କ ସହିତ ଡିସ୍କସନ୍। ଥ୍ୟାଙ୍କ ୟୁ ସାର୍, କଂଗ୍ରାଚୁଲେସନ୍ ଶାଶ୍ୱତ ଫାର୍ଷ୍ଟ ଅଫ୍ ଅଲ୍। ତମର ଯେହେତୁ ତମେ ଅନଲାଇନରେ ପଢୁଥିଲ, ଆମର ବି ବହୁତ ସାରା ବିଦ୍ୟାସାଗରରେ ହଜାର ହଜାର ପିଲା ଅନଲାଇନରେ ପଢୁଛନ୍ତି, ତ ଅନଲାଇନ ସେ ବହୁତ ସାରା ପିଲାମାନେ କୋଉଠି ପ୍ରୋବ୍ଲେମ ହୁଏ ନା କେମିତି ଟାଇମ ଟେବୁଲ ମେଣ୍ଟେନ କରିବ ଅନଲାଇନ, କାରଣ ଯେତେବେଳେ ଅଫଲାଇନ କଣ ଅଛି ଆମ ପାଖକୁ ଆସିଲେ ଆମ ଅଣ୍ଡରରେ ରହିଲେ, ବଟ୍ ଅନଲାଇନ ସେ କେମିତି ଟାଇମ ଟେବୁଲ ମେଣ୍ଟେନ କରିବ, ଜଲ୍ଦି ଡିଷ୍ଟ୍ରାକ୍ସନ ଆସିବ, ତ ତମର ପ୍ରପର କେତେବେଳେ ଉଠୁଥିଲ, କଣ କେମିତି ଟାଇମ ଟେବୁଲ କେମିତି ତାକୁ ମେଣ୍ଟେନ କରୁଥିଲ? ସାର୍ ମୁଁ ସକାଳେ 7ଟାରେ ଉଠିଯାଏ, ଘଣ୍ଟେ ଦିଏ ଫିଜିକ୍ସକୁ, ନିଟ୍ ପାଇଁ ନଉଥିଲି, ଘଣ୍ଟେ ଫିଜିକ୍ସ ଗଲି, ତାପରେ ନିଜ ତମେ ସବୁ କାମ ସାରିକି କଲେଜ ଗଲି, +3 କରୁଥିଲି, କଲେଜରୁ ଆସିଲି ଏଠି 11ଟା, 11ଟାରୁ 3ଟା ପୁରା ଡେଡିକେଟେଡ ଟୁ ନିଟ୍, ଆଉ କିଛି ନାହିଁ। 3ଟାରୁ 5ଟା ରେଷ୍ଟ, 5ଟାରୁ ଷ୍ଟାର୍ଟ କଲି ନିଟ୍ ଆଉ OUET ଲେବୁଲ, ନିଟ୍ଟା ଟିକେ ହାଇ ଲେବୁଲ ସମାନ, ଠିକ 5ଟାରୁ ରାତି 11ଟା ମୁଁ ପଢିଲି ପୁରା ଠିକ, ତାପରେ ଟିକେ ଲଞ୍ଚ କଲି, ତାପରେ ଟିଚିଂ ଆପ୍ଟିଟ୍ୟୁଡ ସେଗୁଡ଼ା ମୁଁ ସେଟା ଦୁର୍ଗା ପୂଜା ପରେ ଷ୍ଟାର୍ଟ କଲି, ଟିଚିଂ ଆପ୍ଟିଟ୍ୟୁଡ ଆଉ ଜେନେରାଲ ନଲେଜ ଆଉ SST ଜିଓଗ୍ରାଫି ସେଗୁଡ଼ା। ତାହେଲେ ତମେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିଲେ ବି ତମେ +3 ବି ତା ସହିତ କରୁଥିଲ, ତ +3 କରିବା ମାନେ ଗୋଟେ ଇଜି ଜିନିଷ ନୁହେଁ, ହେକ୍ଟିକ ଅବଭିୟସଲି କ୍ଲାସ ଯିବା ଆସିବା ତାପରେ ପଢିବା, ତ ନିଜକୁ କେମିତି ଡିସିପ୍ଲିନ ଟା କେମିତି ମେଣ୍ଟେନ କରୁଥିଲ? ସାର୍ କରିଦଉଥିଲେ ଡିସିପ୍ଲିନ। ମାନେ କଣ, ମାନେ ଫର ଏକ୍ସାମ୍ପଲ ଏମିତି ତ ବି ହଉଥିବ ନା ବେଳେ ବେଳେ କି ନାହିଁ କି ଆଜି ପଢି ପାରିଲି ନାହିଁ, ଆଜି ମେ ବି ହେଲାନି, ତ ବ୍ୟାକଲଗ ରହିଯାଉଥିବ, ଏକ୍ସାମ ଦେଇପାରୁନଥିବ, ମେ ବି ତମକୁ କେତେବେଳେ ଫିଲ୍ ହଉଥିବ ନାଇଁ କି ମୁଁ ପାରୁନି ବୋଧେ, ମେ ବି ଠିକ ଏଫର୍ଟ ଦେଇପାରୁନି, ତ କଣ କେମିତି ନିଜକୁ? ନା ମୁଁ ଫାଷ୍ଟ ନିଜେ ମାଇଣ୍ଡ ମେକ୍ କରୁଥିଲି ମତେ ଡେଲି ଏତିକି କମ୍ପ୍ଲିଟ କରିବାର ଅଛି, ଗୋଟେ ଟାର୍ଗେଟ ମୋ ପାଇଁ ଡେଲି ଏତିକି ମତେ କମ୍ପ୍ଲିଟ କରିବାର ଅଛି। ଧର ଆଜି ଘରେ ଗୋଟେ କିଛି ପ୍ରୋବ୍ଲେମ ହେଲା, ମୁଁ ଆଜି କ୍ଲାସ କରିପାରିଲିନି, ସେଟାକୁ ମୁଁ ରଖିଦିଏ, ମାନେ ସେଟାକୁ ସଣ୍ଡେ କରିବି, ମକ୍ ଟେଷ୍ଟ ଦିଏ ସଣ୍ଡେ, ତାପରେ ମୁଁ ସଣ୍ଡେ କେବେ କିଛି ପଢେନି, ସକାଳୁ ମକ୍ ଟେଷ୍ଟ ଦେଲି, ରାତିରେ ଏନାଲାଇଜ କଲି କଣ ଭୁଲ ହେଲା କଣ ହେଲା, ତା ପରଦିନକୁ ସେଇଟାକୁ ଆଉ ଥରେ ରିଷ୍ଟାର୍ଟ କଲି। ମାନେ ତମେ ୱିକ୍ ଡେଜ ଗୁଡା ପୁରା ପଢିବାରେ ବ୍ୟସ୍ତ ରହ, ଆଉ ସଣ୍ଡେ ଦିନଟା ଖାଲି ଟେଷ୍ଟ ଦିଅ ଆଉ ଏନାଲାଇଜ, ଆଉ ଯଦି ବ୍ୟାକଲଗ ରହିଲା। ବହୁତ ବଢିଆ। ଆଚ୍ଛା, ଘରେ ବାପାଙ୍କର ମାଙ୍କର କେମିତି କଣ ସପୋର୍ଟ ଥିଲା? ଓବିୟସଲି ବାପା ମା ତ ଯାହାହେଲେ ବି ଯେହେତୁ ସର୍ଭିସ କରୁଛନ୍ତି, ତମକୁ ନିଜେ ସବୁ କିଛି ଇଏ କରିବାକୁ ପଡେ, ଷ୍ଟିଲ୍ ସେମାନେ ଯେତିକି ସମୟ ତମକୁ ଯେମିତି କେମିତି ତାଙ୍କ ସପୋର୍ଟ କେମିତି କଣ ଥିଲା? ବହୁତ ସପୋର୍ଟ କରନ୍ତି ସେମାନେ, ସ୍ପେଶାଲି ପ୍ୟାରେଣ୍ଟସ୍, ମାଇ ଗ୍ରାଣ୍ଡ ମଦର, ବହୁତ ସେ ବହୁତ ଦିନେ 3 ଥର କି 4 ଥର ମତେ ଫୋନ କରିବେ, କଣ କରୁଛି, ସେ ଗାଁରେ ରହୁନି, ଆମେ ବାରିପଦାରେ, ସେ ସବୁବେଳେ, ଜେଜେବାପା ନାହାନ୍ତି, ସେ ଜଣେ ଥିଲେ ହେଡମାଷ୍ଟର ଥିଲେ, ସେ ବହୁତ ସପୋର୍ଟ କରନ୍ତି। ଆଉ ଏବେ କଥା ହେଲା ତମର ସାନ ଭାଇ ବି ଅଛି, ତ ତମେ ତାଙ୍କ ବି ମେଣ୍ଟରସିପ କରୁଛ ବୋଲି ସାର୍ କହୁଥିଲ, ତମେ କି ବାକି ପିଲା ଯାହାକୁ ବି ତମେ ଇଏ କରୁଛ, ତ ମେଣ୍ଟରସିପ କରୁଛ ମାନେ ତମ ଭିତରେ ସେଇ ଗୋଟେ ତମେ ଗୋଟେ ରାଇଟ ପର୍ସନ କି ପିଲାମାନେ, ଆଗାମୀ ପିଢିର ପିଲାମାନେ ଯୋଉମାନେ ଏଇ ବର୍ଷ ନେକ୍ସଟ ଇୟର ଏକ୍ସାମ ଦେବାକୁ ଯାଉଛନ୍ତି, ତାଙ୍କୁ ବି କିଛି ଭଲ ସଜେସନ୍ସ ଦେଇପାରିବ, ତ କିଛିଟା ପଏଣ୍ଟ ସଜେସନ୍ସ ତମେ ଦବାକୁ ଚାହିଁବ ଯୋଉଟା ଆକ୍ଚୁଆଲି ପ୍ରିପାରେସନରେ ସେମାନେ ୟୁଟିଲାଇଜ କରିବା କଥା? ଫାର୍ଷ୍ଟ ଟାର୍ଗେଟ, ତାପରେ ଡିସିପ୍ଲିନ, ତାପରେ କନସିଷ୍ଟେନ୍ସି, ତାପରେ ପ୍ରାକ୍ଟିସ, ତାପରେ ମକ୍ ଆନାଲିସିସ୍। ସେଇଟା ମକ୍ ଆନାଲିସିସ୍ ସବୁଠୁ ବେଷ୍ଟ। ଥରେ ମକରେ ଯଦି ଖରାପ ମାର୍କ ଆସିଗଲା ଯେ ଡିମୋଟିଭେଟ ହେଇଯିବା, ସେଟା ନୁହେଁ। ଯଦି ମକରେ ବେଶୀ ଆସିଗଲା ଯେ ଖୁସି ହେଇଯିବା ଯେ ମୋର ହେଇଯିବ NCT କି OUET କି NEET, ସେଟା ନୁହେଁ।
ସେଇଟାକୁ ମେଣ୍ଟେନ କରିବାର ଅଛି। ଆଉ ଶାଶ୍ୱତ ଆଗାମୀ ଦିନରେ ଆମେ ତ ନିଶ୍ଚିତ ଭାବରେ ଆଶା କରିବୁ ତମେ ଗୋଟେ ବହୁତ ଭଲ ଟିଚର ହୁଅ। ହେଲେ ଶାଶ୍ୱତ ଆଜି ଟିଚର କେମିତି ହବାକୁ ଚାହୁଁଛନ୍ତି, କଣ ଦେଖିବାକୁ ଚାହୁଁଛନ୍ତି ପିଲାଙ୍କ ଭିତରେ, ଆଉ କଣ ଚେଞ୍ଜ କରିବାକୁ ଚାହୁଁଛନ୍ତି? ସାର୍ ମୁଁ ପିଲାଙ୍କ ସାଙ୍ଗେ ଫ୍ରେଣ୍ଡଲି ହବା ପାଇଁ ଚାହୁଁଛି। ନୁହେଁ କି ସେମାନେ କାନ୍ଧରେ ହାତ ପକେଇବେ, ଏତେ ବି ଫ୍ରେଣ୍ଡଲି ନୁହଁ, ମିନିମମ୍। ଆଚ୍ଛା ମାନେ ସେଇ ଜିନିଷଟା ଗୋଟେ ଏନଭାୟରମେଣ୍ଟ ଗୋଟେ କ୍ରିଏଟ କରିବାକୁ ଚାହୁଁଛି। ବହୁତ ବଢିଆ। ତ ବହୁତ ଭଲ ଭାବରେ ଆନ୍ସର ଦେଲ। ତ ମୁଁ ଏବେ ରିକ୍ୱେଷ୍ଟ କରିବି ସାରଙ୍କୁ କରିବା। ତ ଥ୍ୟାଙ୍କ ୟୁ ଶାଶ୍ୱତ, ତମେ ଆଜି ତମର ମାନେ ବହୁତ ଷ୍ଟୁଡେଣ୍ଟ ତାଙ୍କ ସଫଳତାର ମନ୍ତ୍ରଟାକୁ ସିକ୍ରେଟ କରି ରଖନ୍ତି, କିନ୍ତୁ ତମର ଆଜି ବ୍ରଡନେସ ରେ ମୁଁ ବହୁତ ଖୁସି ଯେ ତମେ ତମ ସଫଳତାର ସୂତ୍ରଟା ମଧ୍ୟ ଆଗାମୀ ପିଢି ପାଇଁ ବୀରସ୍ୱ ସାରଙ୍କ ଅନୁରୋଧରେ କହିଦେଲ। ଦ୍ୟାଟ ସ୍ପିକ୍ସ ଭଲ୍ୟୁମ୍ସ ଅଫ ୟୋର ବ୍ରଡନେସ୍। Yes, sir. ତେଣୁ ତମର ସେତିକି ବ୍ରଡ, ଆଉ ଭଗବାନ ତମର ବହୁତ, ମୁଁ ପ୍ରଭୁଙ୍କୁ ନିବେଦନ କରୁଛି ତମର ତମର ସପରିବାରର ସମସ୍ତଙ୍କର ମଙ୍ଗଳ ହଉ। ଆଉ ଆମର ଏଇ ଯୋଉମାନେ ବି ଏ ଭିଡିଓ ଦେଖୁଛନ୍ତି ସମସ୍ତଙ୍କର ମଧ୍ୟ ଯାହା ବି ସେମାନଙ୍କର ମନୋକାମନା ପୂର୍ଣ୍ଣ ହଉ। ଏବଂ ଆମେ ମାନେ ବିଦ୍ୟାସାଗର ତରଫରୁ ବର୍ତ୍ତମାନ ସେଇ ସମୟ ଆସିଯାଇଛି, ଆମେ ଶାଶ୍ୱତକୁ ଅନ୍ ବିହାଫ୍ ଅଫ୍ ବିଦ୍ୟାସାଗର କ୍ଲାसेସ୍ ଆମେ ଗୋଟେ ମାନେ ଗିଫ୍ଟ ହ୍ୟାମ୍ପର ଦେଇକି ଫେଲିସିଟେଟ୍ କରିବୁ। ପ୍ଲିଜ ଆକ୍ସେପ୍ଟ ଇଟ୍।